ଆଚ୍ଛା ଭାବନ୍ତୁ ତ ଆମେ ସିଧା 1980 ଦଶକର ସେହି ପୁରୁଣା ଦୂରଦର୍ଶନ ଯୁଗକୁ ଫେରିଯିବା। ସମସ୍ତଙ୍କୁ ଆଜିର ଏହି ସ୍ୱତନ୍ତ୍ର ଆଲୋଚନାକୁ ସ୍ୱାଗତ। ଆଜି ଆମେ ଏମିତି ଏକ ବିଷୟ ଉପରେ କଥା ହେବା ଯାହା ସତ କହିବାକୁ ଗଲେ ସେତେବେଳେ ଲୋକଙ୍କର ନିଦ ହଜେଇ ଦେଇଥିଲା। ଭାରତର ସମ୍ପୂର୍ଣ୍ଣ ପ୍ରଥମ ଟେଲିଭିଜନ ହରର ଫେନୋମେନନ୍ କିଲେକା ରହସ୍ୟ। ବାସ୍ ନାଁଟା ଶୁଣିଲେ ହିଁ ଅନେକଙ୍କ ମନରେ ସେହି ପୁରୁଣା ଛାନିଆ ଆଉ ଉତ୍କଣ୍ଠା ଚାଲିଆସେ, ନୁହେଁ କି? ତେବେ ଆସନ୍ତୁ ଆଜି ଏହାର କାହାଣୀ ଆଉ ଆମ ସମାଜ ଉପରେ ଏହାର ସେହି ଜବରଦସ୍ତ ପ୍ରଭାବ ବିଷୟରେ ଟିକେ ଗଭୀର ଭାବରେ ଜାଣିବା। ଠିକ୍ ଅଛି, ଆସନ୍ତୁ ଏହା ଉପରେ ଟିକେ ନଜର ପକାଇବା। ଆଜିକାଲି ଦେଖନ୍ତୁ, ଆମ ପାଖରେ ନେଟଫ୍ଲିକ୍ସ, ଆମାଜନ ଭଳି OTT ପ୍ଲାଟଫର୍ମ ଅଛି। 24 ଘଣ୍ଟା ମନୋରଞ୍ଜନ, ଅସୀମିତ ଶୋ, ବାସ୍ ଗୋଟିଏ କ୍ଲିକ୍ କଲେ ସବୁ ହାଜର। କିନ୍ତୁ ଟିକେ ସେଇ 80 ଦଶକ କଥା ମନେ ପକାନ୍ତୁ। ସେତେବେଳେ କେବଳ ଗୋଟିଏ ହିଁ ଚ୍ୟାନେଲ ଥିଲା, ଆମ ନିଜର ଦୂରଦର୍ଶନ। ଆଉ ସବୁଠୁ ମଜା କଥା ହେଲା, ପୁରା ପରିବାର ଏକାଠି ବସି ଟିଭି ଦେଖିବାର ଯେଉଁ ଗୋଟେ ଅନୁଭୂତି ଥିଲା ନା, ତାହା ଏକଦମ ନିଆରା ଥିଲା। ସେଇ ଗୋଟିଏ ଚ୍ୟାନେଲର ଯାଦୁ କିଛି ଅଲଗା ଥିଲା, ଯେଉଁଠି ଦର୍ଶକମାନେ ଟିଭି ଶୋ ସହିତ ସମ୍ପୂର୍ଣ୍ଣ ଭାବରେ ଯୋଡ଼ି ହୋଇ ରହୁଥିଲେ। ଏବେ ମନରେ ଗୋଟିଏ ପ୍ରଶ୍ନ ଆସୁଥିବା, ଆମେ ସମସ୍ତେ ଜାଣୁ ଯେ ଆହଟ୍ ଭଳି ଶୋ ଭାରତରେ ହରର ସିରିଏଲକୁ ଖୁବ୍ ଲୋକପ୍ରିୟ କରିଥିଲା। କିନ୍ତୁ ତା ପୂର୍ବରୁ କ'ଣ ଥିଲା? 80 ଦଶକରେ ତ ଟିଭି କହିଲେ ରାମାୟଣ ଆଉ ମହାଭାରତ ଭଳି ପୌରାଣିକ ଧାରାବାହିକରେ ରାଜୁତି ଚାଲିଥିଲା। ଲୋକେ ପୁରା ଭକ୍ତିରେ ହାତ ଯୋଡ଼ି ଟିଭି ସାମ୍ନାରେ ବସୁଥିଲେ। କିନ୍ତୁ ଠିକ୍ ସେହି ସମୟରେ ଏକଦମ ଅପ୍ରତ୍ୟାଶିତ ଭାବରେ ଏକ ସମ୍ପୂର୍ଣ୍ଣ ନୂଆ ଧରଣର କାହାଣୀ ଭାରତୀୟ ଟେଲିଭିଜନରେ ପ୍ରବେଶ କରିବାକୁ ଯାଉଥିଲା। ଏମିତି ଏକ କାହାଣୀ ଯାହା ଲୋକଙ୍କର ଲୋମ୍ ଟାଙ୍କୁରାଇ ଦେଇଥିଲା। ତେଣୁ ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେହି ନୂଆ ଧରଣର କାର୍ଯ୍ୟକ୍ରମଟି ଥିଲା କିଲେକା ରହସ୍ୟ। 1979 ମସିହାରେ ଏହା ଦୂରଦର୍ଶନରେ ଆସିଥିଲା। ଆଉ ମାନିବାକୁ ପଡ଼ିବ, ଏହା କୌଣସି ସାଧାରଣ ସିରିଏଲ ବିଲକୁଲ ନଥିଲା। ସତ୍ କହିବାକୁ ଗଲେ ଏହା ଥିଲା ଭାରତୀୟ ଟେଲିଭିଜନରେ ହରର ବା ଭୟାନକ କାହାଣୀର ପ୍ରକୃତ ମୂଳଦୁଆ। ଆଜି ଆମେ ଯେତେ ସବୁ ଡର ଲାଗିବା ଭଳି ଟିଭି ଶୋ ଦେଖୁଛ ନା, ତାର ପ୍ରଥମ ପଦକ୍ଷେପ ଏଇଠୁ ହିଁ ଆରମ୍ଭ ହୋଇଥିଲା। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହା ଟିଭି ହରର ଦୁନିଆର ଏକଦମ ପଥ ପ୍ରଦର୍ଶକ ଥିଲା। ଆଚ୍ଛା, ବର୍ତ୍ତମାନ ଆସନ୍ତୁ ଦେଖିବା ଏହି ଶୋର କାହାଣୀରେ ପ୍ରକୃତରେ ଏମିତି କ'ଣ ଥିଲା ଯେ ଲୋକେ ପୁରା ବାନ୍ଧି ହୋଇ ରହୁଥିଲେ। କାହାଣୀଟି ମୁଖ୍ୟତଃ ଗୋଟିଏ ଅଭିଶପ୍ତ ଓ ସୁନସାନ ଦୁର୍ଗ ଚାରିପଟେ ଘୁରି ବୁଲୁଥିଲା। ଗାଁରେ ଏହି ଦୁର୍ଗକୁ ନେଇ ଅନେକ ଲୋମଟାଙ୍କୁରା ଗୁଜବ ସବୁ ଶୁଣିବାକୁ ମିଳୁଥିଲା। ସବୁଠାରୁ ଭୟଙ୍କର କଥା କ'ଣ ଜାଣିଛନ୍ତି? ଯେଉଁ ବି ବ୍ୟକ୍ତି ସେହି ଦୁର୍ଗ ଭିତରକୁ ଯାଉଥିଲା, ତା ପିଠିରେ, ହଁ ଠିକ୍ ଶୁଣିଲେ, ତା ପିଠିରେ ରହସ୍ୟମୟ ଭାବରେ ରକ୍ତାକ୍ତ ମଣିଷ ହାତର ଛାପ ଦେଖାଯାଉଥିଲା। ଆଉ ତାପରେ ସେହି ବ୍ୟକ୍ତିର ଅନ୍ତ ଏତେ ଭୟଙ୍କର ହେଉଥିଲା ଯେ ବର୍ଣ୍ଣନା କରିହେବନି। ସେତେବେଳେ ଏହି ପ୍ଲଟ୍ ଦର୍ଶକଙ୍କ ମନରେ ଏକ ଅଜଣା ଗଭୀର ଭୟ ସୃଷ୍ଟି କରିଦେଇଥିଲା। ଆଉ ଏହି କଥାଟି ଚମତ୍କାର ଭାବରେ ଦର୍ଶାଉଛି ଯେ କେବଳ କାହାଣୀ ନୁହେଁ, ବରଂ ଏହି ଶୋର ଟାଇମିଂ ମଧ୍ୟ କେତେ ଭୟଙ୍କର ଥିଲା। ଭାବନ୍ତୁ ଟିକେ, ଏହି ହରର ସିରିଏଲଟି ରାତି ଠିକ୍ 11ଟାରେ ପ୍ରସାରିତ ହେଉଥିଲା। ଆଜ୍ଞା ହଁ, 80 ଦଶକରେ ରାତି 11ଟା ମାନେ ଚାରିଆଡ଼େ ପୁରା ସୁନସାନ, ଗଭୀର ନିସ୍ତବ୍ଧତା। ସେହିଭଳି ଏକ ଚୁପଚାପ ପରିବେଶରେ ଟିଭି ପର୍ଦ୍ଦାରୁ ହଠାତ୍ ଆସୁଥିବା ଚିତ୍କାର ଶବ୍ଦ ପୁରା ଘରେ ଏକ ପ୍ରକୃତ ଛାନିଆ ପୁରାଇ ଦେଉଥିଲା। ଲୋକମାନେ ଡରୁଥିଲେ ସତ, କିନ୍ତୁ ଏତେ ଆକର୍ଷିତ ଥିଲେ ଯେ ଡରି ଡରି ବି ଶୋ ଦେଖିବା ଛାଡ଼ୁନଥିଲେ। ଏହାର ପ୍ରଭାବ କେତେ ଜବରଦସ୍ତ ଥିଲା, ତାହା ସେହି ସମୟର ଅପେକ୍ଷାରୁ ହିଁ ଆପଣ ବୁଝିପାରିବେ। ଆଜିକାଲି ଭଳି ଏହା ତ ପ୍ରତିଦିନ ଆସୁନଥିଲା। ସପ୍ତାହରେ କେବଳ ଗୋଟିଏ ଦିନ। ଥରେ ଗୋଟିଏ ଏପିସୋଡ୍ ସରିଗଲା ମାନେ ପରବର୍ତ୍ତୀ ଏପିସୋଡ୍ ପାଇଁ ପୁରା 7 ଦିନ ଅପେକ୍ଷା କରିବାକୁ ପଡ଼ୁଥିଲା। ଆଚ୍ଛା, ଆଗକୁ କ'ଣ ହେବ? ବାସ୍ ଏହି ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନରେ ସପ୍ତାହଯାକ ଘୁରି ବୁଲୁଥିଲା। ଏହି ଲମ୍ବା ଅପେକ୍ଷା ହିଁ ଶୋର ସସ୍ପେନ୍ସକୁ ଦ୍ୱିଗୁଣିତ କରିଦେଉଥିଲା। ସତ କହିବାକୁ ଗଲେ ଏମିତି ଉତ୍କଣ୍ଠା ଆଜିର ହିଁ ବିଞ୍ଜୁ ୱାଚିଂ ବା ଏକା ସାଙ୍ଗରେ ସବୁ ଦେଖିଦେବା ଯୁଗରେ ମିଳିବା ଏକଦମ ଅସମ୍ଭବ। ବର୍ତ୍ତମାନ ଏହି ସ୍ଲାଇଡ୍ରେ ସବୁଠାରୁ କୌତୂହଳପୂର୍ଣ୍ଣ କଥାଟି ହେଉଛି ଏହାର ଦମଦାର ଷ୍ଟାର କାଷ୍ଟ। ଦେଖନ୍ତୁ, ପ୍ରସିଦ୍ଧ ଅଭିନେତା ପୀୟୂଷ ମିଶ୍ର କେବଳ ଯେ ଏହାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ତାହା ନୁହେଁ, ସେ ନିଜେ ମଧ୍ୟ ଏହାର ଲେଖକ ଥିଲେ। ଶୋକୁ ଏତେ ବଡ଼ ହିଟ୍ କରାଇବାରେ ତାଙ୍କର ଯୋଗଦାନ ଥିଲା ଅତୁଳନୀୟ। ତାଙ୍କ ସାଙ୍ଗକୁ ଥିଲେ ବୀରେନ୍ଦ୍ର ସକ୍ସେନା, ଯିଏ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ସହାୟକ ଭୂମିକାରେ ନଜର ଆସିଥିଲେ। ଏହିଭଳି ଦକ୍ଷ କଳାକାରମାନଙ୍କର ନିଖୁଣ ଅଭିନୟ କାହାଣୀକୁ କେବଳ ଜୀବନ୍ତ କରିନଥିଲା, ବରଂ ଆହୁରି ଭୟାନକ କରିଦେଇଥିଲା। ସମୟ କେତେ ଶୀଘ୍ର ବିତିଯାଏ ନା, କିନ୍ତୁ ଏହି ଶୋ କେବଳ ଗୋଟେ ପୁରୁଣା ସ୍ମୃତି ହୋଇ ରହିଯାଇ ନାହିଁ। ଆଜି ବି ଲୋକେ ଏହାର ଗୁଣବତ୍ତାକୁ ମାନୁଛନ୍ତି। ଜାଣିଛନ୍ତି IMDBରେ ଏହାର ରେଟିଂ କେତେ? ପୁରା 8.9। ଦଶନ୍ଧି ବିତିଯିବା ପରେ ମଧ୍ୟ ଏତେ ହାଇ ରେଟିଂ ପାଇବା ସତରେ ପ୍ରମାଣ କରୁଛି ଯେ ସେହି ସମୟରେ ବି ଏହାର ନିର୍ମାଣ ଶୈଳୀ କେତେ ଆଡଭାନ୍ସ ଥିଲା। ଏହାକୁ ଆପଣ କେବଳ ଗୋଟେ ପୁରୁଣା ସିରିଏଲ କହିପାରିବେ ନାହିଁ। ଏହା ଆମ ଭାରତୀୟ ଟେଲିଭିଜନ ଇତିହାସର ଏମିତି ଏକ ମାଇଲଖୁଣ୍ଟ ଯାହାକୁ ଆଜି ବି ସର୍ବୋଚ୍ଚ ସ୍ଥାନ ଦିଆଯାଏ। ଆସନ୍ତୁ ଦେଖିବା
ଏହି କାହାଣୀଟି କିପରି ଧୀରେ ଧୀରେ ଆଗକୁ ବଢ଼ୁଛି। ଏହି ଶୋର ସବୁଠୁ ବଡ଼ ମାଷ୍ଟର ଷ୍ଟ୍ରୋକ୍ ଥିଲା ଏହାର ସ୍ଲୋ ବର୍ନ ନ୍ୟାରେଟିଭ୍। ମାନେ କାହାଣୀଟି ଏକଦମ ଧୀର ଗତିରେ ଆଗକୁ ବଢ଼ୁଥିଲା। ହଠାତ୍ କିଛି ଭୂତ ଦେଖାଇ ଡରାଇବା ପରିବର୍ତ୍ତେ ଏହା ଦର୍ଶକଙ୍କ ମନ ଭିତରେ ଧୀରେ ଧୀରେ ଭୟର ମଞ୍ଜି ପୋତୁଥିଲା। ଆଉ ତାପରେ ଶେଷରେ ଆସିଲା ଏମିତି ଏକ ଟ୍ୱିଷ୍ଟ ଯାହା ବିଷୟରେ କେହି ସ୍ୱପ୍ନରେ ବି ଭାବିନଥିବେ। ଏକଦମ ଅପ୍ରତ୍ୟାଶିତ। ସେହି କ୍ଲାଇମ୍ୟାକ୍ସ ଲୋକଙ୍କୁ ଏମିତି ଝଟକା ଦେଇଥିଲା ଯେ ଯେଉଁମାନେ ଏହାକୁ 80 ଦଶକରେ ଦେଖିଥିଲେ ନା, ସେମାନେ ଆଜି ପର୍ଯ୍ୟନ୍ତ ସେହି ମୁହୂର୍ତ୍ତକୁ ଭୁଲି ପାରିନାହାନ୍ତି। ଏବେ ଏହି ସମ୍ପୂର୍ଣ୍ଣ ଆଲୋଚନାର ଶେଷରେ ଆସନ୍ତୁ ଗୋଟିଏ କଥା ଉପରେ ଟିକେ ଚିନ୍ତା କରିବା। ଆଜିର ଯୁଗରେ ଆମ ପାଖରେ କମ୍ପ୍ୟୁଟର ଗ୍ରାଫିକ୍ସ ଅଛି, VFX ଅଛି ଏବଂ ଅସୀମିତ ଷ୍ଟ୍ରିମିଂ ବିକଳ୍ପ ବି ଅଛି। କିନ୍ତୁ ଆପଣଙ୍କୁ କ'ଣ ଲାଗୁଛି, କୌଣସି ଆଧୁନିକ ରିମେକ୍ ବା ନୂଆ ସିରିଏଲ କେବେ ସେହି 1989 ମସିହାର ସେହି ଉତ୍କଣ୍ଠା, ସେହି 7 ଦିନର ଅପେକ୍ଷା ଆଉ ପୁରା ପରିବାର ଏକାଠି ବସି ଡରିବାର ସେହି ମଜାକୁ ପୁନର୍ବାର ସୃଷ୍ଟି କରିପାରିବ କି? ଦୂରଦର୍ଶନ ଯୁଗର ସେହି ନିଆରା ଯାଦୁ କ'ଣ ଆଜିର ଦିନରେ ଫେରିଆସିବା ସମ୍ଭବ? ଏହି ଏକ ଗଭୀର ପ୍ରଶ୍ନ ସହିତ ଆଜିର ଏହି ବିଶ୍ଳେଷଣକୁ ଆମେ ଏଠାରେ ହିଁ ରଖୁଛୁ। ନିଜର ମୂଲ୍ୟବାନ ସମୟ ଦେଇଥିବାରୁ ଆପଣ ସମସ୍ତଙ୍କୁ ଅଶେଷ ଧନ୍ୟବାଦ।